ଗ୍ରାମ ହେଲା ଗୌତମୀ। ମୁଁ ରାଘବ ନଗର ଫାଷ୍ଟ ଗେଟ୍ ପାଖରେ ଘର ଭଡ଼ାକୁ ରହୁଥିଲି। 17 ତାରିଖ ଦିନ ପରିବା ନେଇକି 17 ତାରିଖ 17/4 ହଁ 17/4ରେ ମୁଁ ମାର୍କେଟରୁ ପରିବା ନେଇକି ଆସିଲା ପରେ ଗାଡ଼ି ରଖିଛି ଘର ସାଇଡ଼ରେ 9ଟା 15ରେ ରଖିଛି। 10ଟା ଅଧେ ସୁଦ୍ଧା ପରେ ଦେଖିଲା ବେଳେ ଗାଡ଼ି ନାହିଁ। ଫାଷ୍ଟ ଗେଟ୍ ରାଘବ ନଗର ଫାଷ୍ଟ ଗେଟ୍। ଆଉ ସେଇଟା ମୋର ମିଳିବାର ଆଶା ନଥିଲା। ସାର୍ ମାନେ ଖୋଜିକିରି ଆଜି ଗାଡ଼ିଟା ମୁଁ ପାଇବାରୁ ବଡ଼ ଧନ୍ୟବାଦ ଦେଲି। ମୁଁ ଖୁସି ବି ଅଛି ସାର୍ଙ୍କ ଉପରେ। এই ପ୍ରକାର ଚେଷ୍ଟା ଚାଲିଲେ ବି ବହୁତ ଉପକୃତ ହୋଇପାରିବେ ସମସ୍ତେ ପରିଶ୍ରମ କରିପାରିବାରୁ। ବହୁତ କଷ୍ଟ। ଆଉ ଆଜିକା ଡେଟ୍ରେ ତ ଗୋଟେ ଗାଡ଼ି କିଣିବାଟା ଅନ୍ୟ ସେକେଣ୍ଡ କିଣିବାଟା ବହୁତ କଷ୍ଟ ହେଉଛି। ଫିର୍ ବି ମୁଁ କିଣିପାରିନଥିଲି ଆଜି ପର୍ଯ୍ୟନ୍ତ। ଚେଷ୍ଟା କଲେ ମଧ୍ୟ ପାଇପାରୁନଥିଲି, କିନ୍ତୁ ମିଳିଲା ଗାଡ଼ିଟା। ମୁଁ ବହୁତ ଧନ୍ୟବାଦ ସାର୍ଙ୍କ ସହିତ ବହୁତ। ଗାଡ଼ିଟି ଗଜପତି ନଗର ପାଖରେ ଚୋରି ହେଇଥିଲା। ତ ସେଇ କେସ୍ର ତଦନ୍ତ କରୁ 208 ନମ୍ବର କେସ୍ ଆମର ରେଜିଷ୍ଟ୍ରେସନ ହେଇଥିଲା ବିଏନପୁର ଥାନାରେ। ତଦନ୍ତ କଲା ପରେ ଗାଡ଼ିଟା ସହିତ ଆମର ରଙ୍ଗିଆ ହାତ ଧରା ହେଲା। ସେ ଲୋକ ଧରା ହେଲା ପରେ ତା କନଫେସନାଲ ଷ୍ଟେଟମେଣ୍ଟ ରେକର୍ଡ କଲାବେଳେ ସେ ମାନିଲା ଯେ ଆହୁରି ଏଇଭଳି ସେ 11ଟା କେସେସରେ ସେ ଚୋରି କରିଛି। ସେ ସବୁଗୁଡ଼ାକ ଗାଡ଼ି ରିକଭର ଦେଲା। ସେ 11ଟା ଗାଡ଼ି 2 ତାରିଖରେ ସେ ଆରେଷ୍ଟ ହେଲା। 1ରେ କେସ୍ ହେଲା, 2ରେ ସେ ଆରେଷ୍ଟ ହେଲା କୋଟପଡ଼ା ଛକ ପାଖରୁ। ତାପରେ ତାଠୁ ଗାଡ଼ିଟା ଆମେ 11ଟା ଗାଡ଼ି ସିଜର କଲୁ ଏବଂ ଆଜି ଜବତ ହେଲା ପରେ ଆମେ ଦେଖିଲୁ ଏ ତା ସହିତ ଆହୁରି ମଧ୍ୟ ଲୋକ କିଛି ଇନଭଲ୍ଭ ଅଛନ୍ତି। ସେମାନଙ୍କୁ ଆମେ ଧରିବା ପାଇଁ ଚେଷ୍ଟା କରୁଛୁ ଆଉ ବହୁତ ଜଲ୍ଦି ସେମାନଙ୍କୁ ଧରାଯିବ। 11ଟା ଗାଡ଼ି କେତେ ଦିନରେ ଚୋରି ହେଇଥିଲା? ଏସବୁ ଗାଡ଼ି ସବୁ କୋଉଠି ରଖିଥିଲା? ଏସବୁ ଗାଡ଼ି ବିଭିନ୍ନ ଲୋକଙ୍କୁ ଦେଇଥିଲା। ତା ନିଜ ପାଖରେ ବି ରଖିଥିଲା 3ଟି ଗାଡ଼ି। ଏ ଗାଡ଼ିଟି ବିଏନପୁର, ବଡ଼ ବଜାର, ଦିଗପହଣ୍ଡି ଏସବୁ ଇଲାକାରେ ଚୋରି କରିଛି। ସେ ତା ଡିସ୍ପୋଜାଲ ପଏଣ୍ଟ ସେ ଏଇ ବ୍ରହ୍ମପୁର ମାନେ ଏ ଭିତରେ ପେରିଫେରି ଭିତରେ ସବୁ ଲୋକମାନଙ୍କୁ ବିକିଛି। ନିଜ ପାଖରେ ତା ଘର ମଧ୍ୟ କିଛି ରଖିଥିଲା। ତ ସବୁଗୁଡ଼ିକ ଏକତ୍ରିତ ଭାବରେ ଆମେ ଆଜି ଆଣିଲୁ। ସେମାନଙ୍କର ଇଞ୍ଜିନ ନମ୍ବର, ଚେସିନ ନମ୍ବର ଧରି ଆମେ ସବୁ ଓନର ମାନଙ୍କୁ କଣ୍ଟାକ୍ଟ କଲୁ। ଓନର ମାନଙ୍କୁ ଆମେ ଡକା ହେଇଛି। ଆମେ ଆଜି ତାଙ୍କୁ ଗାଡ଼ିର ହସ୍ତାନ୍ତର କରିବୁ। ଜଣେ ହେଇଯିବ ଆଉ କିଏ କିଏ ଅଛନ୍ତି? ଆହୁରି ଏତେ ଲୋକ ଇନଭଲ୍ଭ ଅଛନ୍ତି। ଆମେ ତାଙ୍କୁ ଧରିବା ପାଇଁ ଚେଷ୍ଟା କରୁଛୁ। କୋଉଟା ଏଇଟା ଏ ଲୋକଟା ଗଲା ବର୍ଷ ମଧ୍ୟ ବେନପୁର ଥାନା ବାଇକ୍ ଚୋରି କେସ୍ ପରଡ଼େଇଥିଲା। ତ ସେଥିପାଇଁ ଆମେ ଏଇ ବର୍ତ୍ତମାନର 11ଟା କେସ୍ ହେଲା, ତାର ଆଗୁଆ ବି ଥିଲା ମାନେ 12ଟା କେସ୍ରୁ ଆମେ ଅର୍ଗାନାଇଜ କ୍ରାଇମ୍ ଲଗେଇଛୁ ତାକୁ। ହଁ, ପ୍ରଫେସନାଲ। ଆଜି କେତେଟା ଗାଡ଼ି ଜବତ ହେଇଛି ସାର୍? ଆଜି 11ଟା ଗାଡ଼ି ଜବତ ହେଇଛି, ଯୋଉଟାକି ଆମେ କିଛି ତାଙ୍କର ଓରିଜିନାଲ ମୂଳ ଓନର ମାନଙ୍କୁ ଡାକିଛୁ। ସେମାନଙ୍କୁ ଆମେ ହଁ ତରିକା ଥିଲା ଡୁପ୍ଲିକେଟ ଚାବି ଗୋଟେ ମାଷ୍ଟର କି ଧରିକିରି ସେମାନେ ତାକୁ ଖୋଲୁଥିଲେ ଆଉ ନେଇଯାଉଥିଲେ ଗାଡ଼ିଟା। ହଁ ହଁ, ସେମାନଙ୍କର ଲାୟବିଲିଟି ଯାହା ଆମେ ଦେଖୁଛୁ, ଆମେ ତାଙ୍କୁ ନୋଟିସ୍ କରୁଛୁ। ପଇସା ଦେଇ କିଣିଛନ୍ତି ଯେହେତୁ ଏଟା ନୋଟିସେବଲ ଅଛି, ଆମେ ସେମାନଙ୍କୁ ନୋଟିସ୍ କରୁଛୁ। ବଟ୍ ୟା ସାଙ୍ଗରେ ଆଉ ଯୋଉ ଲୋକ ଇନଭଲ୍ଭ ଅଛନ୍ତି ତାଙ୍କୁ ଧରିକି ଆମେ ଆରେଷ୍ଟ କରୁ। ତାଙ୍କର ମଧ୍ୟ ବ୍ୟାକଗ୍ରାଉଣ୍ଡ ବହୁତ ଏଇ ଟାଇପ୍।